ଆଜି ଏଇ ଯୋଉ ସାମ୍ବାଦିକ ସମ୍ମିଳନୀ ବସିଛନ୍ତି ଆର କାରଣ କଣ ଆଉ କଣ ପାଇଁ ଆପଣ ବସିଛନ୍ତି ଏଠି? ନମସ୍କାର। ମୁଁ ଜାବୁଆ ସାମ୍ବାଦିକ ସଂଘର ସମ୍ପାଦକ ମହେଶ ଶଙ୍କର ପାତ୍ର। ଆଜି ଯେଉଁ ଆମେ ସାମ୍ବାଦିକ ଭାଇମାନେ ବସିଛୁ, ତ ଏହାର ମୁଖ୍ୟ କାରଣ ହେଲା ଆମ ଅଞ୍ଚଳରେ ବର୍ତ୍ତମାନ କିଛି ନକଲି ସାମ୍ବାଦିକ ବୁଲି ବୁଲି ପଇସା ଆଦାୟ କରୁଥିବାର ଆମକୁ ସୂଚନା ମିଳିଛି। ସେମାନେ ପ୍ରେସ୍ କ୍ଲବ ନାଁରେ ବିଭିନ୍ନ ସ୍ଥାନରୁ ପଇସା କଲେକ୍ସନ କରୁଛନ୍ତି। ତେଣୁ ଯେଉଁ ସାମ୍ବାଦିକ ଡୁପ୍ଲିକେଟ ସାମ୍ବାଦିକ ଲାଗି ଆଜି ଆମେ ଯେଉଁ ସାମ୍ବାଦିକ ପ୍ରେସ୍ କ୍ଲବ ଅଛୁ, ଆମର ଉପରେ ବହୁତ ଏଫେକ୍ଟ ପଡୁଛି। କାରଣ କୌଣସି ଜାଗାରୁ ଆମର କୌଣସି କଲେକ୍ସନ ହେଉନାହିଁ। ବାକି ଆମର କ୍ଲବ ନାଁରେ ଡୁପ୍ଲିକେଟ ସାମ୍ବାଦିକ ମାନେ କୁରକୁରିରୁ ଆରମ୍ଭ କରି କୁକୁଡ଼ାଗାଡ଼ିରୁ ଆରମ୍ଭ କରି ବିଭିନ୍ନ ଠିକାଦାର ପାଖରେ ଯାଇକରି ସାମ୍ବାଦିକ ବୋଲିକି ଯେଉଁ ପରିଚୟ ଦେଇ କଲେକ୍ସନ କରୁଛନ୍ତି, ତ ଏହା ଉପରେ ତଦନ୍ତ କରାଯାଉ। ପ୍ରକୃତ ସାମ୍ବାଦିକ କିଏ ତାହା ସ୍ପଷ୍ଟ ଜଣାପଡ଼ିବ। ତ ସେଥିପାଇଁ ଆମେ ପ୍ରଶାସନକୁ ନିବେଦନ କରୁଛୁ, ଯେଉଁ ସାମ୍ବାଦିକ ମାନେ ଅଛନ୍ତି ସବୁର ପ୍ରେସ୍ ଆଇଡି ଆଉ କେଉଁ ପେପର ବା କେଉଁ ୱେବ୍ ମିଡ଼ିଆରେ କାମ କରୁଛନ୍ତି, ଏହାର ତଦନ୍ତ କରି ଉପଯୁକ୍ତ ସାମ୍ବାଦିକ ମାନଙ୍କୁ ଚୟନ କରାଗଲେ ଆଗାମୀ ଦିନରେ ଏଭଳି ଶୋଚନୀୟ ଅବସ୍ଥା ଭୋଗିବାକୁ ପଡ଼ିବ ନାହିଁ। ଖାଲି ଏହା ଜାବୁଆ ବ୍ଲକର ସମସ୍ୟା ନାହିଁ, ପୁରା ଜିଲ୍ଲାର ସମସ୍ୟା। ତେଣୁ ଏ ବିଷୟରେ ଦୃଷ୍ଟି ଦେବା ପାଇଁ ପ୍ରଶାସନକୁ ନିବେଦନ କରୁଛୁ।